ସକାଳୁ ସକାଳୁ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ଆଉ ପାଣି ଘେରରେ ଫସି ରହିଥିବା ସେହି ଡଙ୍ଗାରେ ରହିଥିଲେ 30ରୁ ଅଧିକ ଯାତ୍ରୀଙ୍କ ସମେତ ପାଖାପାଖି 20ଟି ବାଇକ୍। ତେବେ ଆଜି ସକାଳ ସମୟରେ ଘନ କୁହୁଡ଼ି ଥିବା ବେଳେ ଚିଲିକାରେ ପାଣି କମିଯିବାରୁ ଡଙ୍ଗାଟି ଚିଲିକା ମଝିରେ ଅଟକି ଯାଇଥିଲା। ତେବେ ଦୀର୍ଘ ସମୟ ସେହି ପାଣି ଭିତରେ ଡଙ୍ଗାଟି ଫସି ରହିଥିବା ବେଳେ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଠାରୁ ସାତପଡ଼ା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଡଙ୍ଗାଟି ଦୀର୍ଘ ସମୟ ଧରି ଚିଲିକା ମଝିରେ ଅଟକି ରହିଥିଲା। ତେବେ ଏହି ଡଙ୍ଗାଟି ପାଖାପାଖି ସକାଳ 8ଟା 45 ମିନିଟ୍ ସମୟରେ ଜହ୍ନିକୁଦା ଠାରୁ ବାହାରିଥିବା ବେଳେ ଠିକ୍ ସମୟରେ ସାତପଡ଼ାରେ ପହଞ୍ଚି ନପାରି ବରଂ ଚିଲିକା ମଝିରେ ଅଟକି ଯାଇଥିଲା। ଆଉ ସେହି ଡଙ୍ଗାରେ 20ଟି ବାଇକ୍ ସହ 30ରୁ ଅଧିକ ଯାତ୍ରୀ ମଧ୍ୟ ଫସି ରହିଥିଲେ। ତେଣୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ସକାଳୁ ସକାଳୁ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ଆଉ ପାଣି ଘେରରେ ଫସି ରହିଥିବା ସେହି ଡଙ୍ଗାରେ ରହିଥିଲେ 30ରୁ ଅଧିକ ଯାତ୍ରୀଙ୍କ ସମେତ ପାଖାପାଖି 20ଟି ବାଇକ୍। ତେବେ ଆଜି ସକାଳ ସମୟରେ ଘନ କୁହୁଡ଼ି ଥିବା ବେଳେ ଚିଲିକାରେ ପାଣି କମିଯିବାରୁ ଡଙ୍ଗାଟି ଚିଲିକା ମଝିରେ ଅଟକି ଯାଇଥିଲା। ତେବେ ଦୀର୍ଘ ସମୟ ସେହି ପାଣି ଭିତରେ ଡଙ୍ଗାଟି ଫସି ରହିଥିବା ବେଳେ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଠାରୁ ସାତପଡ଼ା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଡଙ୍ଗାଟି ଦୀର୍ଘ ସମୟ ଧରି ଚିଲିକା ମଝିରେ ଅଟକି ରହିଥିଲା। ତେବେ ଏହି ଡଙ୍ଗାଟି ପାଖାପାଖି ସକାଳ 8ଟା 45 ମିନିଟ୍ ସମୟରେ ଜହ୍ନିକୁଦା ଠାରୁ ବାହାରିଥିବା ବେଳେ ଠିକ୍ ସମୟରେ ସାତପଡ଼ାରେ ପହଞ୍ଚି ନପାରି ବରଂ ଚିଲିକା ମଝିରେ ଅଟକି ଯାଇଥିଲା। ଆଉ ସେହି ଡଙ୍ଗାରେ 20ଟି ବାଇକ୍ ସହ 30ରୁ ଅଧିକ ଯାତ୍ରୀ ମଧ୍ୟ ଫସି ରହିଥିଲେ। ତେଣୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।